ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଆଜି ଦୁଇଟା ପ୍ରସଙ୍ଗ। ଗୋଟିଏ ପ୍ରସଙ୍ଗ ହେଉଛି ଭାରତ ପାଇଁ ଖୁସି ଖବର, ଡାଇବେଟିସ୍ ପେସେଣ୍ଟକୁ ମିଳିଲା ଆଶ୍ୱସ୍ତି, ବାହାରିଲା ଭାରତରେ ଡାଇବେଟିସ୍ ଇଞ୍ଜେକ୍ସନ୍। ଏବଂ ଦ୍ୱିତୀୟ ପ୍ରସଙ୍ଗ ହେଉଛି ଭୁବନେଶ୍ୱର ନୋ ଲିମିଟ୍ ରେଷ୍ଟୁରାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ। ଏହା ପଛରେ ଅନେକ କଳା କାରନାମା ଲୁଚି ରହିଛି। ଯିବା ସମ୍ପୂର୍ଣ୍ଣ ତଥ୍ୟକୁ ତେବେ ଚାଲନ୍ତୁ ଜାଣିବା ବିସ୍ତୃତ ସୂଚନା ସକାଳର। ଏଥର ଆଉ ଟେନସନ୍ ନେବେନି ଡାଇବେଟିସ୍ ପେସେଣ୍ଟ, କାହିଁକିନା ଭାରତରେ ସମ୍ପୂର୍ଣ୍ଣ ଭାବରେ ଲଞ୍ଚ ହୋଇସାରିଛି ଡାଇବେଟିସ୍ ଇଞ୍ଜେକ୍ସନ୍ ଓଜେମ୍ପିକ୍। ଏହି ଓଜେମ୍ପିକ୍ ଇଞ୍ଜେକ୍ସନ୍ର ସାପ୍ତାହିକ ମୂଲ୍ୟ ରହିଛି ମାତ୍ର 2200 ଟଙ୍କା, ଯାହାଦ୍ୱାରା ହିଁ ସମ୍ପୂର୍ଣ୍ଣ ଭାବରେ ଡାଇବେଟିସ୍ ପେସେଣ୍ଟଙ୍କ ଡାଇବେଟିସ୍ କଣ୍ଟ୍ରୋଲ ରହିବ, କୌଣସି ବିପଦ ନାହିଁ ଏବଂ ନିହାତି ଏହା ନିରୋଧକ ସାଜିବ, ପ୍ରତିରୋଧକ ସାଜିବ, ଯାହାକି ଆଉ ଡାଇବେଟିସ୍ ପେସେଣ୍ଟଙ୍କ ଭିତରେ ଭୟ ରହିବ ନାହିଁ, ସଂକୋଚ ରହିବ ନାହିଁ, କୌଣସି ଅସୁବିଧା ହେବ ନାହିଁ। ଏଭଳି ଏକ ସଫଳତା ହାତେଇଛି ଭାରତ। ତ ଅନେକ ପେସେଣ୍ଟଙ୍କ ମୁହଁରେ ଖୁସିର ବାର୍ତ୍ତାବରଣ ଦେଖିବାକୁ ମିଳିଛି। ଏଭଳି ଏକ ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନେକ ଲୋକମାନେ ଏହାକୁ ସାଧୁବାଦ ଜଣାଇଛନ୍ତି। କାହିଁକିନା ଭାରତରେ ପ୍ରଥମ ଥର ପାଇଁ ଓଜେମ୍ପିକ୍ ନାମକ ଏକ ଓଜେମ୍ପିକ୍ ଏକ ଇଞ୍ଜେକ୍ସନ୍, ଯାହାକି ସମ୍ପୂର୍ଣ୍ଣ ଭାବରେ ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣ କରିବ ଏବଂ ଡାଇବେଟିସ୍କୁ ବଢ଼ାଇବ ନାହିଁ, କଣ୍ଟ୍ରୋଲ କରିବ। ଡାଇବେଟିସ୍ର କୌଣସି ଭୟ ପେସେଣ୍ଟଙ୍କ ମନରେ ଆଉ ଯେଉଁ ଭୟ ଥିଲା ସେଭଳି ଏକ ଭୟ ହେବନି। ଏଭଳି ଏକ ଇଞ୍ଜେକ୍ସନ୍ ନିଶ୍ଚିତ ଭାବରେ ଭାରତରେ ସଫଳ ଦେବ ବୋଲି ଯାହା ବିଶେଷ ସୂତ୍ରର ଖବର। ସକାଳ ସମସ୍ତଙ୍କଠାରୁ ବଡ଼ ଖବର, ସକାଳ ଲାଟେଷ୍ଟ ଅପଡେଟ୍। ଏବଂ ଦ୍ୱିତୀୟ ପ୍ରସଙ୍ଗ ରହିଛି ଆଜି ନୋ ଲିମିଟ୍ ରେଷ୍ଟୁରାଣ୍ଟ ହୁତୁ ହୁତୁ ହେଇ ଚଳିଗଲା, ଯାହାକୁ ହୁକ୍କା ବାର୍ ନାମରେ ପରିଚିତ ଥିଲା। କେଉଁଭଳି ଭାବରେ ଏଠି ହୁକ୍କା ରେଷ୍ଟୁରାଣ୍ଟ ଭାବରେ ପରିଚିତ ଥିଲା, ରାତିରେ ଏହି ବାର୍ରେ ଅନେକ ବାର୍ ଗାର୍ଲ ମାନେ ଡ୍ୟାନ୍ସ କରନ୍ତି ବୋଲି ଯାହା ଭିଜୁଆଲ ଏବେ ସାମ୍ନାକୁ ଆସିଛି। ଅନେକ ସୋସିଆଲ ମିଡ଼ିଆରେ ଏଭଳି ଭିଜୁଆଲ ଘୁରି ବୁଲୁଥିଲା, ଯେଉଁଠିକି ବାର୍ ଗାର୍ଲ ମାନେ ଡ୍ୟାନ୍ସ କରନ୍ତି ଏବଂ କଷ୍ଟମରଙ୍କ ପାଖକୁ ଯାଇ ଡ୍ୟାନ୍ସ କରନ୍ତି। କେଉଁଭଳି ଭାବରେ ତାଙ୍କୁ ପରମିସନ୍ ଦେଇଥିଲା କିଏ? ଏହା ଭିତରେ ଆଉ କିଛି ନିଶାଦ୍ରବ୍ୟ କାରବାର ହେଉନଥିଲା ତ? এই ନିଶାଦ୍ରବ୍ୟ କାରବାର କାହାର ଲିଙ୍କ ଥିଲା? ଲାଇସେନ୍ସ ଥିଲା ନା ନାହିଁ? ନା ଲାଇସେନ୍ସ ପ୍ରାପ୍ତ ହୋଇନଥିବା ସତ୍ତ୍ୱେ ଏଭଳି କାଣ୍ଡ କାରନାମା ଚାଲୁଥିଲା ନୋ ଲିମିଟ୍ ରେଷ୍ଟୁରାଣ୍ଟରେ, ତାକୁ ନେଇ ବଡ଼ ପ୍ରଶ୍ନ। କିଭଳି ଭାବରେ ଲାଗିଲା ନିଆଁ, ସେ ବି ନେଇ ଏକ ବଡ଼ ପ୍ରଶ୍ନ। ଯଦି ଦେଖିବା ନିଶ୍ଚିତ ଭାବରେ ଏ କେଉଁଠି ନା କେଉଁଠି ନିଶ୍ଚିତ ସନ୍ଦେହ ଘେରକୁ ଆସୁଛି। ନୋ ଲିମିଟ୍ ରେଷ୍ଟୁରାଣ୍ଟରେ ବାର୍ ଗାର୍ଲଙ୍କ ଡ୍ୟାନ୍ସ ଏବଂ ହୁକ୍କା ବାର୍ ଭାବରେ ପରିଚିତ, ଏହା ଭିତରେ ଆଉ କୌଣସି ନିଶାଦ୍ରବ୍ୟ କାରବାର ହେଉଥିଲା କି ନାହିଁ, ତାକୁ ନେଇ ବଡ଼ ପ୍ରଶ୍ନ। କିନ୍ତୁ ଯଦି ସମ୍ପୂର୍ଣ୍ଣ ଭାବରେ ଏହା ଫାୟାର ହୋଇଛି ବା ନିଆଁ ଲାଗିଯାଇଛି, କୌଣସି ବିଶେଷ ସୂତ୍ର ଖବର ଆସୁନାହାନ୍ତି। ଖବର ଆସିଲେ ହିଁ ସାମ୍ନାକୁ ଜଣାପଡ଼ିବ ପ୍ରକୃତରେ ଏ ରେଷ୍ଟୁରାଣ୍ଟରେ ଆଉ କ'ଣ କ'ଣ ହେଉଥିଲା କଳା କାରନାମା। ଯା ସକାଳର ବଡ଼ ଖବର।